तो फाइनाली ମୁଁ ଆସି ପହଞ୍ଚିଗଲି ଆମର ନୀଳଗିରି ତୃତୀୟ ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ। ତ ଦେଖିପାରୁଥିବେ ଏଇଟା ହେଉଛି ଆମ ନୀଳଗିରି ମାର୍କେଟଟା। ତ ଚାଲନ୍ତୁ ଭିତରକୁ ଯିବା ଏବଂ ଭିତରେ ଯାଇକି ଦେଖିବା ମହାପ୍ରଭୁଙ୍କ 32 ବେଶ। ଆପଣ ଦେଖିପାରୁଥିବେ କି ସାମ୍ନାରେ ମାନେ ଏମିତି କ'ଣ ସଜା ହେଇଛି ସବୁ, ହେଲା କି ମାନେ ସବୁ ଇଣ୍ଡିଆ ଲେଖା ହେଇଛି ଏବଂ ରାତିରେ ମୁଁ ଆପଣଙ୍କୁ ଗୋଟେ ପୁରା କ୍ଲିୟରଲି ଦେଖେଇବି ମହୋତ୍ସବଟା ବୁଲିକି। ତ ଏଇଟା ହେଉଛି ଫାର୍ଷ୍ଟ ଏଣ୍ଟ୍ରି ଗେଟ୍ଟା, ହେଲା କି। ତ ଚାଲନ୍ତୁ ଭିତରକୁ ଯିବା ଭିତରେ ଦେଖି ଆସିବା କେମିତି କ'ଣ ଅଛି। ହଁ ତ ମହାପ୍ରଭୁ ଜଗନ୍ନାଥ ବେଶ ଦେଖିଥିବେ ମାନେ ରଥ ପର୍ଯ୍ୟନ୍ତ ସେ ରଥ ଏ ଟାଇମ୍ରେ ଦେଖିଥିବେ। ତ ଏବେ ଚାରି ମାନେ ଏକା ସାଙ୍ଗରେ ସବୁ ଜିନିଷଟା ଏଇଠି ଅଛି, ହେଲା କି। ତ ଦେଖନ୍ତୁ ଆପଣଙ୍କୁ ମୁଁ ଦେଖୁଛି। ତ ଏଇଟା ହେଉଛି ମହାପ୍ରଭୁଙ୍କର ନବଯୌବନ ବେଶ, ହେଲା କି। ମାନେ ନବଯୌବନ ବେଶରେ ଠାକୁର ଏମିତି ହିଁ କିଛି ଦେଖାଯାଆନ୍ତି। ତ ତାପରେ ଆସୁଛି ସକାଳ ଧୂପ ବେଶ, ମାନେ ସକାଳ ଧୂପ ବେଶରେ ପ୍ରଭୁ ଏମିତି ହିଁ ସଜା ହୁଅନ୍ତି। ବହୁତ ମାନେ ବହୁତ ବଢ଼ିଆ ଲାଗୁଛି ସଜା ହେଲା। ତାପରେ ହେଲା ମଧ୍ୟାହ୍ନ ଧୂପ ବେଶ, ମାନେ ମଧ୍ୟାହ୍ନ ଦୀପ ବେଶରେ ପ୍ରଭୁ ଏମିତି ଦେଖାଯାଆନ୍ତି। ବହୁତ ବଢ଼ିଆ ଭାବେ ସଜାଇଛନ୍ତି ନା। ସନ୍ଧ୍ୟା ଧୂପ ବେଶ, ସନ୍ଧ୍ୟା ଟାଇମ୍ରେ ଏଇଭଳି ଦେଖାଯାଆନ୍ତି ଆଉ। ତ ଚନ୍ଦନ ଲାଗି ଧୂପ ବେଶ, ମାନେ ଏଇଟା ଚନ୍ଦନ ଲଗା ଟାଇମ୍ର ଏମିତି ଦେଖାଯାଆନ୍ତି ଆଉ। ଗଜାନନ ବେଶ, ଗଜାନନ ବେଶ ଠିକ୍ ଏମିତି ଦେଖାଯାଆନ୍ତି ଠାକୁର ଗଜାନନ ବେଶ। ଏଇଟା ହେଉଛି ଝୁଲଣ ସନ୍ଧ୍ୟା ଆଳତୀ ବେଶ, ଝୁଲଣ ସନ୍ଧ୍ୟା ଆଳତୀ ବେଶ। ଏଇଟା ହେଉଛି ବଣଭୋଜି ବେଶ, ଭାଦ୍ରବ କୃଷ୍ଣ ଦଶମୀ ବଣଭୋଜି ବେଶ। ତ ମାନେ ମୋତେ ଲାଗୁଛି ବୋଧେ ମାନେ ପ୍ରଭୁ ଯେତେବେଳେ ଯାଇଥିଲେ ବଣଭୋଜି କରିବା ପାଇଁ, ଏଇଟା ବଣର ଏଇ ଯେଉଁ ସିନ୍ଟାକୁ କ୍ରିଏଟ୍ କରାଯାଇଛି ଆଉ। ଭଲ ଲାଗୁଛି, ମାନେ ଏପଟେ ଗୋଟେ ଷଣ୍ଢ ଅଛି, ତ ସେପଟେ ବି ଡାହାଣ ପଟେ ଗୋଟେ ଷଣ୍ଢ ଅଛି, ଭଲ ଲାଗୁଛି। ତାପରେ ପ୍ରଳମ୍ବାସୁର ବେଶ, ପ୍ରଳମ୍ବାସୁର ବେଶ। ତ ଭଲ ଲାଗୁଛି ଜିନିଷଟା। ତ କାଳିଆ ଦଳନ ବେଶ, କାଳିଆ ଦଳନ ବେଶ, ମାନେ ଏଠି ବଢ଼ିଆ ଲାଗୁଛି। ତ ଏଠି ପ୍ରଭୁ ମାନେ ପଞ୍ଚନାଗ ଉପରେ ଆପଣ ଦେଖୁଥିବେ, ପଞ୍ଚନାଗ ଉପରେ ପ୍ରଭୁ ଜଗନ୍ନାଥ ବସିଛନ୍ତି। ବଢ଼ିଆ ଲାଗୁଛି ଏଇଟା ମସ୍ତ ଲାଗୁଛି। ଗିରି ଗୋବର୍ଦ୍ଧନ ବେଶ, ଗିରି ଗୋବର୍ଦ୍ଧନ ଶ୍ରୀକୃଷ୍ଣ ଏମିତି ମାନେ ପାହାଡ଼ ଉପରେ ପାହାଡ଼କୁ କେମିତି ଟେକି ଧରିଥିଲେ କାନି ଆଙ୍ଗୁଳିରେ। ତ ଏଇଟା ବି ସେମିତି ଗୋଟେ ଦୃଶ୍ୟ କରାଯାଇଛି ଆଉ। ଆପଣ ଦେଖୁଥିବେ କାନି ଆଙ୍ଗୁଳିରେ ହିଁ ମାନେ ଟେକି ଧରିଛନ୍ତି ମହାପ୍ରଭୁ ଜଗନ୍ନାଥ। ତ ସେ ଶ୍ରୀକୃଷ୍ଣ ବେଶ ଥିଲେ, ଏଇଟା ହେଉଛନ୍ତି କାଳିଆ ବେଶ ଅଛନ୍ତି ଆଉ। କୃଷ୍ଣ ବଳରାମ ବେଶ, ଶ୍ରୀକୃଷ୍ଣ ବଳରାମ ବେଶ। ତାପରେ ଆସିଲା ସୁନା ବେଶ। ତ ଏଇଟା ହିଁ ମାନେ ପ୍ରକୃତରେ ମାନେ ଏଇଟା ମୋତେ ଦେଖିବାର ଥିଲା, ବଢ଼ିଆ ବନେଇଛନ୍ତି। ଆପଣ ଦେଖନ୍ତୁ ସୁନା ବେଶ ମୋତେ ବହୁତ ବଢ଼ିଆ। ରାତିରେ ତ ଲାଇଟ୍ଟା ପଡ଼ିଲା ପରେ ବହୁତ ବଢ଼ିଆ ଗ୍ଲେଜ୍ କରିବ। ମାନେ ଯେମିତି ଦିନରେ ମୁଁ ଆସିଛି ମାନେ କେବଳ ରାତିରେ ଫଙ୍କସନ୍ଟା ହେଇଯିବ ନା, ସେଥିପାଇଁ ଦେଖାଯିବନି। କିନ୍ତୁ ଦିନରେ ଏତେ ବି ଖାସ୍ ରାତିରେ ଲାଇଟ୍ଟା ପଡ଼ିଲା ପରେ ବହୁତ ଭଲ। ତଥାପି ଆପଣଙ୍କୁ ଦେଖେଇବେ, ମାନେ ମେଳା ବୁଲିବା ପାଇଁ ଆସିବି ତ ମୁଁ ଆପଣଙ୍କୁ ଦେଖେଇଦେବି ଯେ କେମିତି କ'ଣ ଦେଖାହେବ ଜିନିଷଟା। ତ ଏପଟେ ଅଛନ୍ତି ବାମନ ବେଶ, ବାମନ ବେଶରେ ପ୍ରଭୁ ଏମିତି ରୁହନ୍ତି। ବଢ଼ିଆ ବଢ଼ିଆ ହେଇଛି। ଟାହିଆ ଲାଗି ବେଶ, ବଢ଼ିଆ ଟାହିଆ ଲାଗି, ମାନେ ପ୍ରଭୁଙ୍କର ଏ ଯେଉଁ ତିନିଟା ଲାଗିଛି, ଏ ତିନିଟା ହେଉଛି ଟାହିଆ ଲାଗିଛି ଆଉ। ସାଧ ବେଶ, ମାନେ ମହାପ୍ରଭୁ ଏଇ ମାନେ ସାଧରେ ବି ଏମିତି ଦେଖା, ବଢ଼ିଆ। ବାଙ୍କ ଚୂଡ଼ା ବେଶ, ବାଙ୍କ ଚୂଡ଼ା ବେଶ ବଢ଼ିଆ ହେଇଛି। ଏଠି ମହାପ୍ରଭୁଙ୍କ ପାଦରେ ରଖାହେଇଛି। ଏ ହେଉଛନ୍ତି ତାଙ୍କ ମାନେ ବଳଭଦ୍ରଙ୍କର ପାଦ ଏବଂ ଏଠି ଜଗନ୍ନାଥଙ୍କର ପାଦ। ମହାପ୍ରଭୁ ଜଗନ୍ନାଥଙ୍କ ପାଦ, ସୁଭଦ୍ରାଙ୍କ ପାଦ କରାଯାଇନି ଆଉ। ତ ଆପଣ କମେଣ୍ଟ କରି କୁହନ୍ତୁ କି ମାନେ ବାଙ୍କଚୂଡ଼ା ବେଶରେ ମହାପ୍ରଭୁଙ୍କର ପାଦ କରାଯାଇଛି ଏବଂ ବଳଦେବଙ୍କର ବି ପାଦ କରାଯାଇଛି। ତ ସୁଭଦ୍ରାଙ୍କର କ'ଣ ପାଇଁ ପାଦ କରାଯାଇଛି ନିହାତି କମେଣ୍ଟ କରି କହିବେ ଆପଣମାନେ। ତ ଏ ସେନାପଟା ବେଶ, ସେନାପଟା ବେଶ, ମାନେ ସେନାପଟା ବେଶ ଏଠି ବଢ଼ିଆ ହେଇଛି। ତ ଏ ଚାରିକୋଡ଼ିଆ କିଛି ଏମିତି କରାଯାଇଛି। ତ ଏପଟେ ମାନେ ପୁରା ଡାଇରେକ୍ଟ ମାନେ ମହାପ୍ରଭୁଙ୍କୁ ପୁରା ବଡ଼ଟେ ମାନେ ସେପଟେ ବେଶ କରାଯାଇଛି ଏବଂ ବଡ଼ ଆକାରରେ ମାନେ ଏଇଭଳି ଭାବରେ ସଜା ହେଇଛି। ବଢ଼ିଆ ଲାଗୁଛି ଜିନିଷଟା। ଏପଟେ ବି ମାନେ ତିନିଟା ଠାକୁର ରଖାଯାଇଛି, ସେପଟେ ତିନିଟା ଠାକୁର ରଖାଯାଇଛି ଆଉ। ତ ନେକ୍ସଟ ଯିବା। ଏମିତି ମାନେ କୋଟର ସୁବିଧା ବଢ଼ିଆ ବେଶ ହେଇଛନ୍ତି। ବଡ଼ ଶୃଙ୍ଗାର ବେଶ ପ୍ରତିଦିନ, ମାନେ ପ୍ରତିଦିନ ଠାକୁର ଏମିତି ମାନେ ଇଏ ତ ବଢ଼ିଆ ଲାଗୁଛି, ମସ୍ତ ଲାଗୁଛି ଏଇଟା। ମକର ଚୌରାଶୀ ବେଶ, ମକର ଚୌରାଶୀ ବେଶ ବଢ଼ିଆ ହେଇଛି। ଅବକାଶ ବେଶ, ଏ ଯେଉଁ ଅବକାଶ ବେଶ। ଠିଆ କିଆ ବେଶ, ଏପଟେ ବି ମାନେ ସେମିତି ବଳଭଦ୍ରଙ୍କର ପାଦ ଅଛି ଆଉ ଜଗନ୍ନାଥ ମହାପ୍ରଭୁଙ୍କର ବି ପାଦ ଅଛି। ତ ସୁଭଦ୍ରାଙ୍କର ପାଦ ମାନେ କମେଣ୍ଟ ମୁଁ ବି ଜାଣିପାରିନି, ଏମିତି କ'ଣ ତ ନିହାତି ଆପଣ ନିହାତି କମେଣ୍ଟରେ କହିବେ କି ସୁଭଦ୍ରା ମାଆଙ୍କର କ'ଣ ପାଇଁ ପାଦ ରଖାଯାଇ ନାହିଁ ବୋଲି।
तो एपटे अच्छी डालिकिया बेश एपटे अच्छी तो ये नागार्जुन बेश नागार्जुन बेश मैंने एपटे सब तीर फिर सब रखुच्च मैंने जो बोधे युद्ध जो करते जाती तो से टाइम प्रभुंर यहाँ बेश कराई राधा दामोदर बेश ये भल लगुच प्रभुंर 32 वर्ष बढ़िया भाव सही ये आड़किया बेश बढ़िया लगुच ये बढ़िया लगुच तो यहाँ हूँ रघुनाथ बेश माने एपटे प्रभु अच्छा छोटे छोटे जिन सजाई एपटे माने एपटे शिव अच्छा एपटे हनुमान बस तो चारिकड़ सब देवादेवी मैंने अच्छा भल लगुच यहाँ रघुनाथ बेश जहाँकि माने 400 वर्ष बंद हो गलानी ये लेखा भी जाइए तो रघुनाथ बेश जहाँकि 500 वर्ष बंद 400 वर्ष कथा कौन जो 500 वर्ष बंद हो गलानी तो भल लगे 500 वर्षर माने जिनसटाक ये आम सजाई आप देखते 5-6 वर्ष जिन सजाई ये तो बहुत बढ़िया है पुष्याभिषेक बेश चैतन्य देव भी अच्छा ये पद्म बेश मतलब रात तो मैं रात चेष्टा कर भिडियो पकड़ पद्म बेश बढ़िया लगुच गज उद्धार बेश ये भी ठाकुर बढ़िया अच्छा हाँ देख पाते माने गरुड़ गरुड़कर यहाँ पूरा टोटली कर गरुड़ पर ठाकुर बस मस्त लगुच प्रभु चाचेरी बेश पूरा लाल मैं चेरी भाई पूरा लाल हो ठाकुर घड़ लगी बेश मीन कच्छप अवतार मान मीन कच्छप अवतार माने एपटे तो बोधे बलभद्र कईच रूप दर्शाई एपटे जगन्नाथ भी माने माछ रूप अच्छा तो भल लगे सुभद्रा माँ ये नहांती नृसिंह अवतार माने एमती ठाकुर अच्छा तो एपटे जगन्नाथ बलभद्र दिन को नृसिंह अवतार बेश देखा जाए आपको सेयार कर बामन बुद्ध अवतार बामन बुद्ध अवतार एपटे राम परशुराम अवतार एपटे भी राम परशु अवतार कराई तो ये राम परशु बढ़िया सही तो यहाँ हूँ कल्की अवतार माने मुझे केवल यहाँ ही आपको देखुची जे कल्की अवतार कली जुगे महाप्रभु जगन्नाथ केमिति संहार करेंगे तो यहाँ हूँ कल्की अवतार तो आप देखिले माने 4 कोड़े 32 वर्ष तो आप देखिले माने महाप्रभु जगन्नाथ 32 वर्ष केमती कौन है तो मुझे जिनटा को आपको रात्रि भी मुझे सेयार कर राति भिडियोटा मैंने करने आसती तो ये कलेनि कि मैंने रातिर म्यूजिक सब चलती तो से रातिर भिडियोटा मुझे आपको देखिपारे सेमती मैंने मो डायरेक्ट यूट्यूब म्यूजिक पकईदे करता तो मैंने मुझे अलग किसी म्यूजिक पकईदेवी करदेवी तो सीटा कॉपीराइट हो ना तो मैं भाविली ना आपको डायरेक्ट देखीदेवी दिन मध्यम देखे दिन गोटे भिडियो को देखा राति लाइटा पड़ला ये जिन सुंदर देखा जाए तो आप देखिए तो भिडियोटी तो भिडियोटी जो भल लगी तो लाइक शेयर सब्सक्राइब करने जमा भूलि तो आज हूँ लव यू ऑल जय जगन्नाथ।